ଆସନ୍ତୁ ଆମ୍ଭେମାନେ ଆପଣା ଚକ୍ଷୁ ବନ୍ଦ କରିବା ଆଉ ପ୍ରଭୁଙ୍କ ନିକଟରେ ସମର୍ପିତ ହୋଇ ପ୍ରାର୍ଥନା କରିବା। ଧନ୍ୟବାଦ ଧନ୍ୟବାଦ ପ୍ରଭୁମାନଙ୍କର ପ୍ରଭୁ ସନ୍ନ୍ୟାସୀଙ୍କ ସଦା ପ୍ରଭୁ ତୁମର ଗୌରବ ହେଉ, ତୁମର ପ୍ରଶଂସା ହେଉ। ଏହି ରାତ୍ରି ସାରା ଆମମାନଙ୍କର ସହବର୍ତ୍ତୀ ହୋଇ ରହିଥିବାରୁ ଅନେକ ପ୍ରକାର ବିପଦରୁ ରକ୍ଷା କରି ଆମକୁ ଆଜି ଦିନ ଦେଖାଇଅଛ। ଆଜି ଅନେକ ଲୋକ ଆଜିର ସକାଳକୁ ଦେଖି ପାରିନାହାନ୍ତି। ଆମ୍ଭମାନଙ୍କୁ ଅନେକ ସମସ୍ୟାରୁ ଉଦ୍ଧାର କରି ସୁରକ୍ଷିତ ରଖିଲ। ରାତ୍ରିର ସେହି ଶୟତାନର ଅନ୍ଧକାର ଶକ୍ତିରୁ ତୁମ୍ଭେ ଡେଣା ତଳେ ବାହୁ ତଳେ ସୁରକ୍ଷିତ ରଖିଲ। ଆପଣାର ସ୍ୱର୍ଗଦୂତ ଯୋଗାଇ ସେଥିପାଇଁ ଧନ୍ୟବାଦ। ତୁମର ଅନୁଗ୍ରହରେ ଆଜିର ଦିନ ଦେଲ ଧନ୍ୟବାଦ। ଆଜିର ଏହି ପାହାନ୍ତିଆ ସମୟଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ତୁମ୍ଭେ ଆମର ସାଙ୍ଗରେ ସାଥୀ ହୋଇ ରୁହ। ଲେଖାଯାଏ, ପ୍ରଥମେ ଈଶ୍ୱରଙ୍କର ଧାର୍ମିକତା ଅନ୍ୱେଷଣ କର। ସକାଳର ଜଳଖିଆ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତଙ୍କର ସାହାଯ୍ୟ କର। ଅନେକ ଲୋକଙ୍କର କାର୍ଯ୍ୟ ଚାକିରିରେ, ବିଜନେସରେ ତୁମେ ସାହାଯ୍ୟ କର ଏବଂ ଆଶୀର୍ବାଦ କର। ଯେଉଁମାନଙ୍କୁ ରୋଜଗାରର ଆବଶ୍ୟକ ରହିଅଛି ସେମାନଙ୍କୁ ରୋଜଗାର ଯୋଗାଇ ଦିଅ। ଯେଉଁମାନେ ଜବ୍ ପାଇଁ ପ୍ରସ୍ତୁତ ହେଉଅଛନ୍ତି ସେମାନଙ୍କୁ ଜବ୍ ଯୋଗାଇ ଦିଅ। ଯେଉଁମାନେ ବିଜନେସ୍ କରୁଛନ୍ତି ସେମାନଙ୍କୁ ବିଜନେସରେ ଆଶୀର୍ବାଦ କର। ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନଙ୍କୁ ଯୀଶୁଙ୍କ ନାମରେ ଆରୋଗ୍ୟ ପ୍ରଦାନ କର। ଆଉ ଯେଉଁମାନେ ତୁମର ସେବା କାର୍ଯ୍ୟ କରୁଅଛନ୍ତି ସେମାନଙ୍କୁ ସେମାନଙ୍କର ସେବା କାର୍ଯ୍ୟରେ ସାହାଯ୍ୟ କର। ମାଗିବାର ଅନେକ ବିଷୟ ଅଛି, ନ ମାଗିବା ପୂର୍ବରୁ ଯୋଗାଇବା ପରମେଶ୍ୱର ଅଟ। ଆଜି ଦିନକୁ ପବିତ୍ର କର। ଆଜିର ଦିନର ପରମେଶ୍ୱର ହୁଅ। ଆଜି ଦିନରେ ଆମ୍ଭେ ଯେପରି ତୁମର ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ପବିତ୍ର ଜୀବନ ଯାପନ କରୁ, ସେଥିପାଇଁ ଆମ୍ଭମାନଙ୍କୁ ପବିତ୍ର କରି ପ୍ରସ୍ତୁତ କର। ସକଳ ଗୌରବ ମହିମା ତୁମକୁ ଦେଇ ନାଜରେଥ ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ମାଗିଲି, ଆମେନ୍। ହେ ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା, ତୁମର ନାମ ପବିତ୍ର ବୋଲି ମାନ୍ୟ ହେଉ। ତୁମର ରାଜ୍ୟ ଆସୁ, ଯେପରି ସ୍ୱର୍ଗରେ ସେପରି ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମ୍ଭମାନଙ୍କୁ ପ୍ରয়োଜନୀୟ ଆହାର ଦିଅ। ଆମ୍ଭେମାନେ ଯେପରି ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେହିପରି ଆମମାନଙ୍କର ଅପରାଧ ସବୁ କ୍ଷମା କର। ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ, ମାତ୍ର ମନ୍ଦରୁ ରକ୍ଷା କର। ଯେଣୁ ରାଜ୍ୟ, ପରାକ୍ରମ, ଗୌରବ ତୁମର ହେଉ, ଆମେନ୍। ଆଶୀର୍ବାଦ ଗ୍ରହଣ କରିବା। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ, ପିତା ଈଶ୍ୱରଙ୍କ ପ୍ରେମ, ପବିତ୍ର ଆତ୍ମାଙ୍କ ଶାନ୍ତି ଓ ସହଭାଗିତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ଆମ ସମସ୍ତଙ୍କ ଉପରେ ପ୍ରଚୁର ପରିମାଣରେ ବର୍ତ୍ତୁ, ଆମେନ୍।